ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଆସନ୍ତୁ ଖାଇବା ହାଇ ପ୍ରୋଟିନ୍ ବାଲା ପିଓର୍ ଭେଜ୍ ସୁପ୍। ଦେଖନ୍ତୁ ମଟର କାବୁଲି ବୁଟ ଫାଷ୍ଟ ପକେଇଦେଲି, ତାକୁ ନେଇକି ସିଝେଇଲି, ତାପରେ ଗଜାମୁଗ ଗଜାବୁଟ ପକେଇକି ତାକୁ ଭଲକି ପ୍ରେସରରେ ସିଝେଇଲି। ତାପରେ ଖଣ୍ଡ ହଳଦୀ ମାନେ ଗୋଟା ହଳଦୀ ପୁରା ଆମର ସେ ତାକୁ ଗ୍ରାଇଣ୍ଡିଙ୍ଗ କରିକି ଛାଣିକି ତା ରସ ପକେଇଦେଲି। ଦେଖନ୍ତୁ ୱାଣ୍ଡରଫୁଲ୍ ବିୟୁଟିଫୁଲ୍ ଦେଖାଯାଉଛି କଲରଟା। ଆଉ ମୁଁ ତ ଜାଣିଛି ତମମାନେ ସବୁ କିଣା ହଳଦୀ ଖାଉଥିବ ଆଉ। ସିଝିଗଲା ପରେ ଧନିଆ ପତ୍ର ଫାଷ୍ଟ ଚୁନ ଚୁନ ମୁନ ମୁନ କରି କାଟିକି ପକେଇଦେଲି। ତାପରେ ପିଆଜକୁ ଗୁଣ୍ଡ 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 କରି କାଟିକି ପକେଇଦେଲି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ତାପରେ ପନିରକି ଭାଜିବାକୁ ଛାଡ଼ିଦେଲି। ଦେଖିପାରୁଥିବେ ସେ ପନିର ପୁରା ଏତେ ରାଗିଗଲା ଯେ ତା ଭିତରୁ ଖାଲି ଭୁସଭାସ ଧୂଆଁ ବାହାର କଲା। ଏବେ ଦେଖନ୍ତୁ ଟମାଟୋକୁ ପକେଇଦେଲି ସିଝିବା ପାଇଁ। ଦେଖିପାରୁଥିବେ କେତେ କଲର ଦେଖାଉଛି। ତାପରେ ଲେମ୍ବୁ ଟିକେ ପିଆଜ ପକେଇଦେଲି। ଦେଖନ୍ତୁ ଲଙ୍କା କଞ୍ଚା ଲଙ୍କା ଯେଉଁଟା ଖାଇଲେ କାନରୁ ନାକରୁ ପାଟିରୁ ପଛପଟୁ ଧୂଆଁ ବାହାରିବ। ଅଦାକୁ ବି ଛେଚିକି ପକେଇଦେଲି ଦେଖନ୍ତୁ ଫ୍ଲେଭର ପାଇଁ ଆଉ ଡାଇଜେସନ୍ ପାଇଁ ପୁରା ନ୍ୟାଚୁରାଲ୍। ତାପରେ ଦେଖନ୍ତୁ ବାଦାମ ବି ପକେଇଦେଲି। ଦେଖନ୍ତୁ କୁଡ଼କୁଡ଼ୁ ମୁଡ଼ୁ ମୁଡ଼ୁ ଲାଗିବ। ତାପରେ ସୁଇଟ୍ କର୍ଣ୍ଣ ପକେଇଲି ଟିକେ ଟିକେ ମିଠା ଲାଗିବ ବୋଲି। ତାପରେ ପନିରକୁ ଦେଖନ୍ତୁ ଭାଜିକି କାଟିକି ପକଉଛି। ଯେହେତୁ ଆମର ଏଇଟା ହାଇ ପ୍ରୋଟିନ୍ ସୁପ୍ ସେଥିପାଇଁ ପକଉଛି। ଦେଖନ୍ତୁ ତାପରେ ମୁଁ ପକେଇ ଦେଉଛି ଏ ଯେଉଁ ଜିରା ଗୁଣ୍ଡ ଗୋଲମରିଚ ଗୁଣ୍ଡ ସବୁ ପକେଇଲି। ଡାଲଚିନି ଗୁଣ୍ଡ ଦେଖନ୍ତୁ ପକେଇକି ତାକୁ ପୁରା ୱାଣ୍ଡରଫୁଲ୍ ଭାବେ ଘାଣ୍ଟିଲି। ତାପରେ ଏବେ ମୁଁ ଖାଇବାକୁ ଯାଉଛି। ଦେଖନ୍ତୁ ୱାଓ ୱାଣ୍ଡରଫୁଲ୍ ବିୟୁଟିଫୁଲ୍